गुड मॉर्निंग सांग मैंने ମୁଁ ମିଲି ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ବ୍ଲଗ୍ରେ। ସାଙ୍ଗମାନେ ଭାତ ବସିଛି ଆଉ ପରିବା କାଟିବି ବି ଦେଖାଉଛି ଆପଣମାନଙ୍କୁ କ'ଣ କ'ଣ କାଟୁଛି। ଦେଖନ୍ତୁ ସାଙ୍ଗମାନେ ଭାତ ଫୁଟି ଆସିଲାଣି। ଚୁଲିଟା ଦେଖିକି ହସିବେନି, ଚୁଲି ନା ଏଇଠି ଅଛି। ଚୁଲିରେ ପାଣି ବାହାରୁଥିଲା ତ ଚୁଲି ଶୁଖିନି ବୋଲି ଦିନେ ଜଳେଇଥିଲି, ଟୋଟାଲି ଜଳିଲାନି, ସେଥିପାଇଁ ଆଉ ସେଟାରେ ଜଳେଇନି। ଏଇଟା ଚୁଲିରେ ହିଁ ଭାତ ରାନ୍ଧୁଛି। ଆଉ କି ତରକାରୀ କରିଛି ଦେଖାଉଛି ଆପଣମାନଙ୍କୁ। ରହିଲା କଲରା ଭଜା କରିବି, ଆଉ ପୋଟଳ ଆଳୁ ଝୋଳ କରିମି ହେଲା କି। କାଟି ସାରେ ଆପଣମାନଙ୍କୁ ଦେଖାଉଛି। ସାଙ୍ଗମାନେ ଦେଖନ୍ତୁ ଏତେ ସୁନ୍ଦର ଉପରୁ ଦେଖାଯାଉଛି କଲରାଟା, ହେଲେ ଭିତର ଦେଖିଲା ବେଳକୁ ଦେଖନ୍ତୁ ପାଚି ଯାଇଛି ସେ କଲରା। ଆଉ କ'ଣ କରିବେ, ହାଟ ଜିନିଷ ନା, କିଛି ତ କରିହେବନି। ଉପର ଭଲ ଦେଖାଯାଉଛି, ଦେଖିଲା ବେଳକୁ ଭିତରେ ପାଚି ଯାଇଛି। ସାଙ୍ଗମାନେ କାହାକୁ କାହାକୁ କଲରା ଭଜା ଖାଇବାକୁ ଭଲ ଲାଗେ ଜଣେଇବେ। ସାଙ୍ଗମାନେ କଲରା ଭଜା ସରିଲା, ଏବେ ପୋଟଳ ଭାଜୁଛି। ପୋଟଳ ଭାଜି ସାରିଲା ପରେ ତାକୁ ତରକାରୀ କରିବି ଦେଖୁଛି। ଦେଖନ୍ତୁ କରେଇରେ ଦେଲି ତେଲ, ତାପରେ ଦେଲି ପିଆଜ, ଆଉ ଦେଇକି ତାକୁ ନାଡ଼ା ନଡ଼ି ଟିକେ କରି ପିଆଜ ଭାଜିଲା ଯାଏଁ ଭଲସେ ତାକୁ ଭାଜିଲା ପରେ ଟିକେ ମୋଟାଳିଆ ଅଛି ନା କାଟିବାଟା, ତେଣୁ କରିକି ଟିକେ ଡେରି ହେବ ପିଆଜଟା ସିଝିବା ପାଇଁ, ଭାଜିବା ପାଇଁ। ଆଉ ତାପରେ ଟିକେ ପିଆଜଟା ସିଆଡ଼େ ତେଲି ଦେଲି, ତାପରେ ଦେଇକି ଦେଖନ୍ତୁ ପିଆଜଟାକୁ ଟିକେ ଭଲସେ ଭାଜୁଛି। ସାଙ୍ଗମାନେ ପିଆଜ ହେଇ ଆସିଲା, ଏବେ ମସଲା ଦେଇଦେଲି, ଅଦା ରସୁଣ ସବୁ କିଛି ଦେଇଦେଲି। ଅଦା ରସୁଣ ଲଙ୍କା ଦେଇକି ଏଠି ବିଲାତି ଛାଡ଼ିଦେଲି। ବିଲାତି ଛାଡ଼ିଲା ପରେ ତାପରେ ଟିକେ ହଳଦୀ ଦେଇଦେଲି, ତାପରେ ଦେଇକି ତାକୁ ଭଲସେ ଟିକେ ନାଡ଼ା ନଡ଼ି କରିକି ଆଉ ଟିକେ ପାଣି ଦେଇଦେବା। ଏଇନା ଅଳ୍ପ ଟିକେ ମସଲାଟା ନ ପୋଡ଼ିବା ପାଇଁ ଟିକେ ପାଣି ଦେଇଦେବା। ଆଉ ଟିକେ ଦେଇଦେଲି ପାଣି, ତାପରେ ଦେଇକି ତାକୁ ଟିକେ ଘାଣ୍ଟା ଦେଲି। ଘାଣ୍ଟି ଦେଲା ପରେ ଦେଖନ୍ତୁ ବିଲାତିଟା ଟିକେ ସିଝିଯିବ। ଆଉ ତେଲରେ ବି ସିଝି ହେଇପାରିଥାନ୍ତା, କିନ୍ତୁ ମୁଁ ଟିକେ ପାଣି ଦେଲି, ମସଲାଟା କାଳେ ଲାଗିଯିବ, ପୋଡ଼ା ପୋଡ଼ା ଲାଗିବ, ସେଥିପାଇଁ ଟିକେ ପାଣି ଦେଲି। ଆଉ ତାପରେ ତାକୁ ଟିକେ ନାଡ଼ି ନୁଡ଼ା ବିଲାତିଟା ଭଲସେ କଷି ହେଇଗଲା ପରେ ଦେଖନ୍ତୁ ତାପରେ ଏବେ ଦେଇଦେବେ ଆଳୁ ପୋଟଳ ସବୁ ପକାଇଦେଲି। ଦେଇକି ତାକୁ ଟିକେ ଘଣ୍ଟା ଘଣ୍ଟି କରିଦେଲି, ଘାଣ୍ଟି ଦେଲି ଟିକେ ଭଲସେ। ମସଲା ଗୁଡ଼ାକ ସବୁ ଆଳୁରେ ପୋଟଳରେ ଭଲସେ ମିଶିଗଲା। ଏବେ ତାକୁ ଟିକେ ଭଲସେ ନାଡ଼ି ନୁଡ଼ା ଭଲସେ ତାକୁ ବିଲାତି ଗୁଡ଼ାକ ସବୁ ଭଲସେ ତାକୁ ମସଲା ସାଙ୍ଗରେ ମିଶାଇକି ଆଉ ଟିକେ କଷିଦେବି। ଦେଖନ୍ତୁ ଏବେ କଷି ଦେଉଛି। କଷି ହେଇଗଲା ପରେ ଦେଖନ୍ତୁ ପୁରା ଭଲ ଭାବରେ ମିଶିଗଲା। ତାପରେ ଏବେ ପାଣି ଦେଲି, ପାଣି ଦେଇକି ତାକୁ ଟିକେ ଝୋଳ କରିମି ନା, ସେଥିଲାଗି ଟିକେ ପାଣି ଦେଲି। ଆଉ 2 ଓଳି ଖାଇବେ, ତେଣୁକରି ଟିକେ ଝୋଳ ଝୋଳ ଥିଲେ 2 ଓଳିକାର ହେଇଯିବ, ନହେଲେ ହେବନି, 1 ଓଳିରେ ସରିଯିବ। ତାପରେ ଏମିତି ଟିକେ ଝୋଳ ଝୋଳ ଟାଇପ୍ର କରିଦେଲି। ଟିକେ ପାଣି ଫୁଟିଗଲେ ତାପରେ ତାକୁ ଓହ୍ଲାଇ ଦେବି। ସାଙ୍ଗମାନେ ଝିଅ ସ୍କୁଲ ଗଲା, ଆଉ ଛୁଆ ସ୍କୁଲ ଗଲା ପରେ ଆପଣ ତ ଜାଣିଥିବେ ରୁମ୍ର ଅବସ୍ଥା କେମିତି ହେଇଥିବ। ସେଇଟା ସବୁ ସଫା କଲି। ସଫା କରି ସାରିଲା ପରେ ତାପରେ ଗାଧେଇଲି। ଗାଧେଇ ଖାଇକି ଆଉ ଏବେ ଆସିଛି ଟିକେ ଛାତ ଦେଖାଉଛି ଆପଣମାନଙ୍କୁ। ଗୋଟେ ଜିନିଷ ଦେଖାଉଛି, ରୁହନ୍ତୁ ସାଙ୍ଗମାନେ। ଦେଖନ୍ତୁ ଏଇଟା ପ୍ରାୟ ଜଣକା ପାଖରୁ ଆଣିଥିଲି, ଜଣକା ଘରୁ ମାଗିକି ଆଣିଥିଲି। ପ୍ରାୟ ଏଡ଼ିକି ଟିକେ ଥିଲା, ଏଇଟା ଢେର ବଡ଼ ହେଇଯାଉଛି। ଏଡ଼ିକି ମାଗିକି ଆଣିଥିଲି ଜଣକା ପାଖରୁ। ତାପରେ ସିଏ ଦବନି କହୁଥିଲା, ତା ପାଖରୁ ହେଲେ ବି ମାଗି ମୁଗା ଆଣିଲି। ଆଣିଲା ପରେ ଦେଖନ୍ତୁ ଖତ ଆଉ ବାଲି, ଆମ ଛାତରେ ଥିଲା ବାଲି, କିଛି ବାଲି ମାଟି ଦେଇକି ତାକୁ ଗୁଳେଇ ଗୁଳାକି, ଆଉ ଇଟା ଏମିତି ସାଇଡ଼ରେ ଦେଇକି ବର୍ଷାରେ ନ ଧୋଇଯିବା ପାଇଁ ଖତ ବାଲି ଗୁଡ଼ା ଇଟା ଏମିତି ଦେଇକି, ଆଉ
ତାକୁ ବସେଇ ଦେଇଥିଲି ପୁତି ଦେଇଥିଲି ତାକୁ ତାପରେ ଖରା ଦିନରେ ଟିକେ ଟିକେ ପାଣି ଦେଉଥିଲି ଆଉ ଦେଖନ୍ତୁ ଏଇଲା କେତେ ସୁନ୍ଦର ହେଇକି ଉଠୁଛି ଦେଖନ୍ତୁ ମୁଁ କେବେ ଭାବିନଥିଲି ଏଇଟା ଏତେ ସୁନ୍ଦର ହେବ ବୋଲି ମୁଁ ଭାବିଥିଲି ମରିଯିବ କେଜାଣି ଏତିକି ଖରାରେ ସିଏ ବଞ୍ଚିବ ଦେଖନ୍ତୁ ବଞ୍ଚିଲା ତ ଆଉ କେତେ ସୁନ୍ଦର ମେଲିଛି ଦେଖନ୍ତୁ ସେ ଇଏ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଆଲୋଭେରା ଗଛଟା ତାପରେ ସେଇଟା ହେଉଛି ରାସ୍ତା ଗେଟ୍ ଅଛି ସେଇଟା ହେଉଛି ମାଟି ରାସ୍ତାଟା ଆମର ଇଆଡ଼େ ମାଟି ରାସ୍ତା ଅଛି ଆଉ କିଛିଟା ଗଲା ପରେ ଯାଇକି ପିଚୁ ଆଉ ଏଇ ହେଉଛି କଥା ଆଉ ଏପଟେ ଆମର ଗୋଟେ ବଡ଼ ମହୁଲ ଗଛଟେ ଅଛି ଆଉ ଏ ହେଉଛି କଥା ଆଉ ଏଇଟା ହେଉଛି ସଲା ସାଙ୍ଗମାନେ ବଡ଼ ଜୋର ଖରା କାଟୁଛି ତଳକୁ ଯାଉଛି ତାପରେ କଥା ହେଉଛି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ସେୟାର କରିବେ କମେଣ୍ଟ କରିବେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି ଉପରେ ଥିବା ଗୋଟେ ଘଣ୍ଟି ବଟନକୁ ଦବାଇ ଦେବେ ରହୁଛି ନମସ୍କାର।